ରାଜକନିକା ବ୍ଲକ ଅନ୍ତର୍ଗତ ଲହୁଣୀ ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ବ୍ଲକ ଉନ୍ନୟନ ଅଧିକାରୀ ପୃଥ୍ୱୀରାଜ ପରିଡ଼ା ଯୋଗ ଦେଇଥିଲେ। ଲହୁଣୀ ଗ୍ରାମ ପଞ୍ଚାୟତର ସରପଞ୍ଚ ତ୍ରିଲୋଚନ ବିଶ୍ୱାଳ, ସମିତି ସଭ୍ୟ ଅଞ୍ଜନ ନାୟକଙ୍କ ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ଅଞ୍ଜନ ନାୟକ ସମିତି ସଭ୍ୟ ଲହୁଣୀ ଗ୍ରାମ ପଞ୍ଚାୟତ। ସାର୍ କ'ଣ କହିବେ ଆପଣଙ୍କ ଗ୍ରାମରେ ଗ୍ରାମ ପଞ୍ଚାୟତରେ ଆଜି ଯେଉଁ ଜନସଚେତନତା ଶିବିର ଅନୁଷ୍ଠିତ ହେଉଛି ସେ ବିଷୟରେ ସାର୍ କ'ଣ କହିବେ? ନା ଆଜି ଯେଉଁ ପ୍ରୋଗ୍ରାମ ଆରମ୍ଭ ହୋଇଛି ତ ଆମର ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମୋ ଓଡ଼ିଶା ନବୀନ ଓଡ଼ିଶା ଆରମ୍ଭ କରିଛନ୍ତି ସେଥିରେ ଯେଉଁ ଯେଉଁ ପ୍ରୋଜେକ୍ଟ ସବୁ ଅଛି ଏଥିର କାମ ସବୁ ଭଲ ଭାବରେ ହେବ। ଯାହା ଯାହା ସବୁ ପଞ୍ଚାୟତର କାମ ବାକି ଅଛି ସେଗୁଡ଼ା ସବୁ କମ୍ପ୍ଲିଟ୍ ହେବ। ଏହି ଜନସଚେତନତା ଶିବିରରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇବା ସହ ଗ୍ରାମ ପଞ୍ଚାୟତରେ ହୋଇଥିବା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଜଣାଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ଉନ୍ନୟନ ଅଧିକାରୀ କପ୍ ପ୍ରଦାନ କରିଥିଲେ। ରାଜକନିକାରୁ ସରୋଜ କୁମାର ବେହେରାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।